जय जगन्नाथ। ଆପଣମାନଙ୍କୁ ଅନୁରୋଧ ଭିଡ଼ିଓଟି ଯଦି ଭଲ ଲାଗେ ତାହେଲେ ଭିଡ଼ିଓଟିକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିନେବେ। ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଅଛି ଏସ୍ଆଇଆର୍ ଆରମ୍ଭ ହେବା ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ସାରିବାକୁ ସିଇଓ ମାନଙ୍କୁ ନିର୍ଦ୍ଦେଶ। ତାହେଲେ ଦେଖନ୍ତୁ, ଯେଉଁ ବିଏଲ୍ଓ ମାନେ ମ୍ୟାପିଂ କାର୍ଯ୍ୟରେ ଅବହେଳା କରୁଛନ୍ତି ବା ମ୍ୟାପିଂ କାର୍ଯ୍ୟକୁ ଧୀର ସ୍ଥିର ଭାବରେ କରୁଛନ୍ତି ସେମାନଙ୍କ ପାଇଁ ନିର୍ଦ୍ଦେଶ ଆସିସାରିଲାଣି। ଯେହେତୁ ଆଉ କିଛି ଦିନ ପରେ, ତାହେଲେ ଦେଖନ୍ତୁ ଏପ୍ରିଲ ମାସରେ ସମଗ୍ର ଦେଶରେ ଏସ୍ଆଇଆର୍ ଆରମ୍ଭ ହେବାକୁ ଯାଉଅଛି। ତା ପୂର୍ବରୁ ମ୍ୟାପିଂ କାର୍ଯ୍ୟ ସମାପ୍ତ କରିବାକୁ ପଡ଼ିବ। ତାହେଲେ ଦେଖନ୍ତୁ ନା, ଗତ 19 ତାରିଖରେ ଗୋଟେ ଆର୍ଟିକଲ ଥିଲା। ଆର୍ଟିକଲଟି ଦେଖନ୍ତୁ, ଆସନ୍ତା ଏପ୍ରିଲରୁ ସମଗ୍ର ଦେଶରେ ଭୋଟର ତାଲିକାରେ ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ବା ଏସ୍ଆଇଆର୍ ପ୍ରକ୍ରିୟା ଆରମ୍ଭ ହେବ। ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ମିଳିଛି। ନିର୍ବାଚନ କମିଶନଙ୍କ ସଚିବ ପବନ ଦିୱାନ 22ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ ସିଇଓଙ୍କୁ ଚିଠି ଲେଖି ଏସ୍ଆଇଆର୍ ସହ ଜଡ଼ିତ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ କହିଛନ୍ତି। ୟାର ଅର୍ଥ ହେଉଛି ଏସ୍ଆଇଆର୍ ସମ୍ବନ୍ଧିତ ମ୍ୟାପିଂ କାର୍ଯ୍ୟ ଯେଉଁମାନଙ୍କର 100% ପୂରିନାହିଁ ବା 90% ହେଇନାହିଁ, ସେମାନେ ଯଥାଶୀଘ୍ର ନିଜର ପରସେଣ୍ଟେଜ୍ ଆଚିଭ୍ କରନ୍ତୁ ଆଉ ମ୍ୟାପିଂ କାର୍ଯ୍ୟ ସମାପ୍ତ କରନ୍ତୁ। ଚିଠିରେ କୁହାଯାଇଛି ଯେ ଅବଶିଷ୍ଟ 22ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏପ୍ରିଲରୁ ଏସ୍ଆଇଆର୍ ଆରମ୍ଭ ହେବାର ସମ୍ଭାବନା ରହିଛି। ତାହେଲେ ଦେଖନ୍ତୁ ନା, ଏପ୍ରିଲ ମାସରୁ ଏସ୍ଆଇଆର୍ ଆରମ୍ଭ ହେବାର ସମ୍ଭାବନା ରହିଅଛି। ଏସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଳି, ଡାମନ ଓ ଡିଉ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ଲଦାଖ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଦିଲ୍ଲୀ, ଓଡ଼ିଶା। ତ ଓଡ଼ିଶା ବି ଏଠି ଆସିଛି ଦେଖନ୍ତୁ, ପଞ୍ଜାବ, ସିକିମ, ତ୍ରିପୁରା, ତେଲେଙ୍ଗାନା ଓ ଉତ୍ତରାଖଣ୍ଡ। ତାହେଲେ ଦେଖନ୍ତୁ, ଓଡ଼ିଶାରେ ନା ଏପ୍ରିଲ ମାସରେ ଆରମ୍ଭ ହେବାକୁ ଯାଉଅଛି ଏସ୍ଆଇଆର୍। ଗତ ବର୍ଷ ଜୁନ 28 ତାରିଖରେ ନିର୍ବାଚନ କମିଶନ ସମଗ୍ର ଦେଶରେ ଏସ୍ଆଇଆର୍ କରିବାକୁ କହିଥିଲେ। ତେବେ ପର୍ଯ୍ୟାୟକ୍ରମେ ଏହି ପ୍ରକ୍ରିୟା କରାଯିବ ବୋଲି ସୂଚନା ମଧ୍ୟ ଦେଇଥିଲେ। ପ୍ରଥମ ପର୍ଯ୍ୟାୟ ଜନଗଣନା 2027 ସହ ଏସବୁ ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟା କରାଯିବ ବୋଲି ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟ ଜନଗଣନାରେ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଗୃହ ତାଲିକା ପ୍ରସ୍ତୁତ ଓ ଘର ଗଣନା କାର୍ଯ୍ୟ କରାଯିବ। ତେବେ ଉଭୟ ପ୍ରକ୍ରିୟା ଏକ ସମୟରେ ଚାଲିଲେ ମଧ୍ୟ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି କମିଶନ ଆଶା ରଖିଛନ୍ତି। ନିର୍ବାଚନ କମିଶନ ପ୍ରଥମ ପର୍ଯ୍ୟାୟରେ ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଏସ୍ଆଇଆର୍ କରିଥିଲେ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗତ ବର୍ଷ ଅକ୍ଟୋବର 28 ତାରିଖରେ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ଏହି ରାଜ୍ୟ ମଧ୍ୟରେ କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଗୁଜରାଟ, ଉତ୍ତରପ୍ରଦେଶ, ପଣ୍ଡୁଚେରୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପ, ଛତିଶଗଡ଼, ଗୋଆ, ଲାକ୍ଷାଦ୍ୱୀପ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ସାମିଲ ଅଛି। ତେବେ ଆସାମରେ ଏନ୍ଆର୍ସି ବା ଜାତୀୟ ନାଗରିକ ପଞ୍ଜିକାକୁ ନେଇ ସମସ୍ୟା ରହିଥିବାରୁ ସେଠାରେ ଏସ୍ଆଇଆର୍ ବଦଳରେ ସ୍ୱତନ୍ତ୍ର ସଂଶୋଧନ ବା ସ୍ପେସିଆଲ ସମୟ ରିଭିଜନ କରାଯାଉଛି। ଏହି ପ୍ରକ୍ରିୟାରେ ଭୋଟର ତାଲିକାର ଅପଡେଟ୍ କରାଯାଉଛି, ଅର୍ଥାତ୍ ମୃତ ଭୋଟରଙ୍କ ନାମ ହଟାଯାଉଛି, ନୂଆ ଭୋଟରଙ୍କ ନାମ ସାମିଲ କରାଯାଉଛି ଏବଂ ସ୍ଥାନାନ୍ତର ହୋଇଥିବା ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଉଛି। କୌଣସି ପ୍ରକାର ଭୁଲ ତ୍ରୁଟିକୁ ମଧ୍ୟ ସୁଧାରା ଯାଉଛି। ତାହେଲେ ଦେଖନ୍ତୁ, ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଅଛି ଏସ୍ଆଇଆର୍। ତ ବିଏଲ୍ଓ ମାନେ ଯେତେ ଜଣ ବି ଅଛନ୍ତି ନା, ଏହି ଏସ୍ଆଇଆର୍ ଆରମ୍ଭ ହେବା ପୂର୍ବରୁ ନିଜର ମ୍ୟାପିଂ କାର୍ଯ୍ୟ ବା ଏସ୍ଆଇଆର୍ ସମ୍ବନ୍ଧିତ ମ୍ୟାପିଂ କାର୍ଯ୍ୟ ଯଥାଶୀଘ୍ର ସମାପ୍ତ କରନ୍ତୁ।